Welcome to our class Deep Insights. So today we are discussing about interactionalism जोटाକୁ अंतःक्रियावाद ବୋଲି କୁହାଯାଏ। अंतःक्रियावाद ନିଜର ବିଶ୍ଳେଷଣରେ ବିସ୍ତୃତ ସମାଜକୁ ଗୁରୁତ୍ୱ ନ ଦେଇ ବ୍ୟକ୍ତି ବିଶେଷ ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ। ବିଶେଷ ଭାବରେ ଏହା ସାମାଜିକ ମନୋବୈଜ୍ଞାନିକ ପରିପ୍ରେକ୍ଷୀରୁ ଉତ୍ପତ୍ତି ଲାଭ କରିଥାଏ। ଏହା ପ୍ରାୟତଃ ଆନ୍ତଃକ୍ରିୟାର ଉପରେ ବିଶେଷ ଧ୍ୟାନ ଦେଇଥାଏ। ଏଥିସହିତ ସମାଜର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ଆନ୍ତଃକ୍ରିୟା ପ୍ରକୃତିକୁ ଅନୁଧ୍ୟାନ କରିଥାଏ। ପ୍ରଖ୍ୟାତ ମନୋବିଜ୍ଞାନୀ ଜର୍ଜ ହର୍ବର୍ଟ ମିଡ୍ ଏବଂ ସମାଜ ବିଜ୍ଞାନୀ ଚାର୍ଲସ ହଟନ କୁଲେ ବା ସି.ଏଚ୍. କୁଲେ ବ୍ୟକ୍ତି ଓ ସମୂହ ମଧ୍ୟରେ ହେଉଥିବା ଆନ୍ତଃକ୍ରିୟା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେମାନଙ୍କ ମତରେ ଲୋକମାନେ ମୁଖ୍ୟତଃ ଚିହ୍ନ ବା ପ୍ରତୀକ ମାଧ୍ୟମରେ ଆନ୍ତଃକ୍ରିୟା ବା ଅନ୍ତଃସମ୍ପର୍କ ସ୍ଥାପନ କରିଥାନ୍ତି। ଏହି ପ୍ରତୀକଗୁଡ଼ିକ ଚିହ୍ନ, ଭାବଭଙ୍ଗୀ, ଲିଖିତ, କଥିତ ଶବ୍ଦ ଇତ୍ୟାଦିକୁ ଅନ୍ତର୍ଭୁକ୍ତ କରିଥାଏ। ସେମାନଙ୍କ ମତରେ ଏକ ଶବ୍ଦର କୌଣସି ନିଜସ୍ୱ ଅର୍ଥ ନାହିଁ। ଏହା କେବଳ ଏକ ଉଚ୍ଚାରଣ, କିନ୍ତୁ ଏହା ସେତିକିବେଳେ ଏକ ଶବ୍ଦ ହୁଏ ଯେତେବେଳେ ଲୋକମାନେ ଏକମତ ହୁଅନ୍ତି ଯେ ଏହା ଏକ ସ୍ୱତନ୍ତ୍ର ଅର୍ଥ ବହନ କରେ। ତେଣୁ ଲୋକମାନେ ପ୍ରତ୍ୟକ୍ଷ ଭାବେ ଶବ୍ଦକୁ ଗ୍ରହଣ ନ କରି ଏହାର ଅର୍ଥକୁ ଗ୍ରହଣ କରିଥାନ୍ତି। ଇରଭିଂ ଗଫ୍ମ୍ୟାନ୍ ଓ ହର୍ବର୍ଟ ବ୍ଲୁମର ପରି ଆନ୍ତଃକ୍ରିୟାବିତ୍ମାନେ ମତ ଦେଇଛନ୍ତି ଯେ ଲୋକମାନେ ପ୍ରତ୍ୟକ୍ଷ ଭାବରେ ଅନ୍ୟ ଲୋକଙ୍କୁ ନ ଶୁଣି ସେମାନେ ଅନ୍ୟ ଲୋକମାନେ କ'ଣ ତାହା ସେମାନେ କଳ୍ପନା କରିଛନ୍ତି। ତେଣୁ ବାସ୍ତବତା ଲୋକମାନଙ୍କର ମନରେ ସଂଗଠିତ ହୋଇଥାଏ। ଜର୍ଜ ମିଡ୍, ଡବ୍ଲ୍ୟୁ. ଆଇ. ଥୋମାସ, ହର୍ବର୍ଟ ବ୍ଲୁମର ପୃଷ୍ଠପୋଷକ ହେଉଛନ୍ତି କାହାର? ଆନ୍ତଃକ୍ରିୟାବାଦର। ସିଦ୍ଧାନ୍ତବାଦୀ ଆନ୍ଥୋନି ଗିଡେନ୍ସ ମତ ଦେଇଛନ୍ତି ଯେ ମାନବୀୟ କ୍ରିୟା ଏବଂ ସେମାନଙ୍କର ପ୍ରତିକ୍ରିୟା ହେଉଛି କେବଳ ବାସ୍ତବତା। ବ୍ୟକ୍ତି ଉପରେ ସମାଜର ସ୍ଥିତି ଅଛି ବୋଲି ଆମେ ଗ୍ରହଣ କରିପାରିବା ନାହିଁ। ବ୍ୟକ୍ତି ଏବଂ ସମାଜ ମଧ୍ୟରେ ସମ୍ପର୍କର ଆନ୍ତଃକ୍ରିୟାବାଦୀ ନମୁନା ବା ଢାଞ୍ଚା। ତ ଇଏ ହେଉଛି ବ୍ୟକ୍ତି ଏବଂ ସମାଜ ମଧ୍ୟରେ ସମ୍ପର୍କର ଆନ୍ତଃକ୍ରିୟାବାଦୀ ନମୁନା ବା ଢାଞ୍ଚା ଆମେ ଦେଖିବା ବର୍ତ୍ତମାନ। ତ ଆତ୍ମା ଦି ସେଲ୍ଫ, ସମାଜ ସୋସାଇଟି, ଆଦେହରେ ସବଜେକ୍ଟ ହେଉଛି ଆଇ ମୁଁ ଆଉ ଅନ୍ୟମାନେ ହେଉଛନ୍ତି ସମାଜରେ ରହିଲେ। ତ ମି ହେଉଛି ଅବଜେକ୍ଟ, ପରିବାର, ପଡ଼ୋଶୀ, ବିଦ୍ୟାଳୟ। ଉତ୍ସ ହେଉଛି ମାଇକ୍ ଓ ଡୋନେଲଙ୍କ ସୋସିଓଲୋଜିରେ ଅଛି। ତ ଇଏ ଗଲା ଆନ୍ତଃକ୍ରିୟାବାଦ।